ଆଜିର 50ଟି ଅନୁଚିନ୍ତା। ଶୋଇବା ସମୟରେ କେବେ ବି ଶୋଇବା ଘର ସମ୍ପୂର୍ଣ୍ଣ ଅନ୍ଧାର କରିବା ଉଚିତ ନୁହେଁ। ଏହା ହୋଇଥାଏ ଏବଂ ଭୟଙ୍କର ସ୍ୱପ୍ନ ଆସିବାର ସମ୍ଭାବନା ରହିଥାଏ। ଘରେ ଯଦି କୌଣସି ଲୋକ ରୋଗଗ୍ରସ୍ତ ରହୁଥାନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସହିତ ଶିବଲିଙ୍ଗରେ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ। ବିଦ୍ୟାର୍ଥୀମାନେ ଅତ୍ୟଧିକ ସମୟ ଶୋଇବା ଉଚିତ ନୁହେଁ। ଏହା ତାଙ୍କ ପାଇଁ କଲ୍ୟାଣକାରୀ ହୋଇନଥାଏ। କୌଣସି ଶୋଇଥିବା ବ୍ୟକ୍ତିଙ୍କୁ କେବେ ବି ଅଚାନକ ଉଠାଇବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଶାସ୍ତ୍ର ଅନୁସାରେ କୌଣସି ମନ୍ଦିର କିମ୍ବା ଶ୍ମଶାନରେ କେବେ ବି ଶୋଇବା ଉଚିତ ନୁହେଁ ଏବଂ ଯଦି ଘରେ ଏକା ରହୁଥାନ୍ତି ତେବେ ପାଖରେ ପାଣି ପାତ୍ର କିମ୍ବା ଲୁହା ଜିନିଷ ରଖିବା ଉଚିତ। ସୂର୍ଯ୍ୟଙ୍କ ପୂଜାରେ ଟଗର ଫୁଲ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ମାତା ଦୁର୍ଗାଙ୍କୁ ଅରଖ ଫୁଲରେ ପୂଜା କରିବା ଅନୁଚିତ। ମହାଦେବଙ୍କୁ ପୂଜା କରିବା ସମୟରେ ହଳଦୀ, ତୁଳସୀ ଏବଂ କେତେକୀ ଫୁଲ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ବିଷ୍ଣୁଙ୍କ ପୂଜାରେ ଦୁଦୁରା ଫୁଲର ବ୍ୟବହାର ହୋଇନଥାଏ। କେବେ ବି ଭଙ୍ଗା ଖଟ କିମ୍ବା ଅଇଁଠା ମୁହଁରେ ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦାରିଦ୍ରତା ପ୍ରାପ୍ତ ହୋଇଥାଏ। ଜୀବନରେ କେବେ ବି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଧନର ଅଭାବ ହେବା ସହିତ ଶରୀର ରୋଗଗ୍ରସ୍ତ ହୋଇଥାଏ। ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅମଙ୍ଗଳକାରୀ ହେବା ସହିତ ରୋଗ ଏବଂ ଦାରିଦ୍ରତା ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ ଅସ୍ତ ହେବାର 1 ପ୍ରହର ପରେ ଶୋଇବା ଉଚିତ ଏବଂ ଶୋଇବା ସମୟରେ ମଥାରେ ଯଦି ତିଳକ ଲାଗିଥାଏ ତେବେ ଧୋଇଦେବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଘରେ ଠାକୁର ପୂଜା କରିବା ସମୟରେ କେବେ ବି ଜଳୁଥିବା ଦୀପ ଏବଂ କଳସ ଏକାଠି ରଖିବା ଉଚିତ ନୁହେଁ। ଅଲଗା ଅଲଗା ରଖିବା ଶୁଭପ୍ରଦ ହୋଇଥାଏ। ସୂର୍ଯ୍ୟାସ୍ତ ପରେ କାହାକୁ ତୁଳସୀ ଗଛ ଦାନ କରିବା ଉଚିତ ନୁହେଁ କିମ୍ବା ତୁଳସୀ ଗଛରେ ଜଳ ଦେବା ଅନୁଚିତ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ସୂର୍ଯ୍ୟାସ୍ତ ପରେ କାହାକୁ ଧନ ଦାନ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ କୌଣସି କ୍ଷତି ହେବାର ସମ୍ଭାବନା ରହିଥାଏ। ସୂର୍ଯ୍ୟାସ୍ତ ପରେ କାହାକୁ ହଳଦୀ ଦାନ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ କୁଣ୍ଡଳୀରେ ବୃହସ୍ପତି କମଜୋର ହେବା ସହିତ କୌଣସି ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ। ଶାସ୍ତ୍ର ଅନୁସାରେ ଅଧିକ କଥା କହିବା କିମ୍ବା ଅଯଥା କଥା କହିବା ଉଚିତ ନୁହେଁ। ଏହାଦ୍ୱାରା କଥାରେ ମିଛ ବୃଦ୍ଧି ହୋଇଥାଏ ଏବଂ ଆୟୁଷ କମ ହୋଇଥାଏ। ଜୀବନରେ କେବେ ବି ଅଭିମାନ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ଆୟୁ କମ ହେବାର ସମ୍ଭାବନା ରହିଥାଏ। ସନ୍ଧ୍ୟା ସମୟରେ କେବେ ବି ଦହି କାହାକୁ ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ଶୁକ୍ରଙ୍କର ଖରାପ ପ୍ରଭାବ ପଡ଼ିଥାଏ ଏବଂ ଘରକୁ ସୁଖ ସମୃଦ୍ଧି କମ ହେବାର ସମ୍ଭାବନା ରହିଥାଏ। ସୂର୍ଯ୍ୟାସ୍ତ ପରେ କେବେ ବି କ୍ଷୀର ଦାନ କରିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ତା ସହିତ ଅର୍ଥ ଅଭାବ ଦେଖାଦେବାର ସମ୍ଭାବନା ରହିଥାଏ। ଅତ୍ୟଧିକ ସ୍ୱାର୍ଥ ଭାବନା କେବେ ବି ମନରେ ଆସିବା ଉଚିତ ନୁହେଁ। ଏହା ଶୁଭଙ୍କର ହୋଇନଥାଏ ଏବଂ ଆୟୁଷ କ୍ଷୀଣ ହେବାର ସମ୍ଭାବନା ଦେଖାଦେଇଥାଏ। ଅଧିକ ରାଗିବା କିମ୍ବା କ୍ରୋଧ ଆସିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ ଏବଂ ମନରେ ଉଚିତ ଅନୁଚିତ ଭାବନା ଆସିନଥାଏ। ତା ସହିତ ଆୟୁ କମ ହୋଇଥାଏ। ଜୀବନରେ କୌଣସି ଜିନିଷ ତ୍ୟାଗ କରିବାର ସ୍ୱଭାବ ବୃଦ୍ଧି କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଶାସ୍ତ୍ର ଅନୁସାରେ ତ୍ୟାଗର ଭାବନା କମ ହେଲେ ଆୟୁ କ୍ଷୀଣ ହୋଇଥାଏ। ଠାକୁର ପୂଜା କରିବା ସମୟରେ ଧଳା, ହାଲକା ଗୋଲାପୀ କିମ୍ବା ହାଲକା ହଳଦିଆ ରଙ୍ଗର ବସ୍ତୁ ପିନ୍ଧିବା ଉଚିତ। ଏହାଦ୍ୱାରା ଶୁଭପ୍ରଦ ହୋଇଥାଏ। ଘର ଉତ୍ତର କିମ୍ବା ପୂର୍ବ ଦିଗରେ ଠାକୁର ଘର କରିବା ସହିତ ଠାକୁର ଘର ରଙ୍ଗ ହଳଦିଆ କିମ୍ବା ନାରଙ୍ଗୀ କରିବା ଦ୍ୱାରା ଶୁଭପ୍ରଦ ଏବଂ ମଙ୍ଗଳକାରୀ ହୋଇଥାଏ।